एकत्र हेबा संबंधरे तुम्भमानंकु अनुरोध करूअछु। प्रभुंक दिन उपस्थित हेलानी बोली तुम्भे माने कौनसी आत्मा कि वाक्य कि आंभमानंक द्वारा लिखित बोली मने करी कौनसी पत्र द्वारा शीघ्र विचलित और उद्विग्न न हुआ। ଏଠି ସାଧୁ ପାଉଲ ଥେସଲୋନିକ ମନେ ଲେଖୁଛନ୍ତି କାହିଁକି ଦ୍ୱିତୀୟ ପତ୍ର କାହିଁକି ଲେଖିବା ପାଇଁ ପଡିଲା। ପ୍ରଥମ ପତ୍ର ସେ କାହିଁକି ଲେଖିଲେ? ପ୍ରଥମ ପତ୍ରର ଉଦ୍ଦେଶ୍ୟ ହଉଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୁଣି ଥରେ ଆସୁଛନ୍ତି। ଏଇଟା ପ୍ରଥମ ପତ୍ରର ଉଦ୍ଦେଶ୍ୟ। କିନ୍ତୁ ସେଇ ମଧ୍ୟରେ କଣ ହେଲା ଯେ ଗୁଡାଏ ଲୋକ କହିବା ପାଇଁ ଆରମ୍ଭ କଲେଣି ଯେ ଯୀଶୁ ଆସି ସାରିଲେଣି। ଆଜି ଜଣେ ଭାଇ ମତେ ଫୋନ କରିଥିଲେ, ଆଜ୍ଞା ଏଲିଓ ପୁଣି ଆସିଲେଣି ଆଜ୍ଞା। ତାଙ୍କର ଫଟୋ ମତେ ଦେଖାଉଥିଲେ, ସେ ସୁଟ ପିନ୍ଧିଛନ୍ତି, କଳା ସୁଟ ପିନ୍ଧିଛନ୍ତି, ଟାଇ ମାରିଛନ୍ତି, ଆଉ ସେ ଠିଆ ହେଇଥିଲେ ଆଜ୍ଞା। ସେ ଫଟୋ ମୁଁ ଦେଖାଇଲି, ଆଜ୍ଞା ଏଇଟା ଏଲିଓ ଆସିଲେଣି ବୋଲି। ସମସ୍ତଙ୍କୁ ଫଟୋ ଦେଖାଇ ଦେଖ ବୁଲୁଛନ୍ତି ଲୋକମାନେ, ଦେଖନ୍ତୁ ଏଲିଓ ଆସିଗଲେଣି। ପ୍ରିୟ ଭାଇ ଭଉଣୀ ମାନେ, ଆଶ୍ଚର୍ଯ୍ୟ ଲାଗୁଛି। ମାନେ ପ୍ରଭୁଙ୍କ ଦାସ କାଲି କହୁଥିଲେ ଯଦି ସମ୍ଭବ ହୁଏ ମନୋନୀତ ଲୋକମାନେ ମଧ୍ୟ ଭ୍ରାନ୍ତ ହେବାର ସମ୍ଭାବନା ଅଛି। ଏଲିଓ ଆସିଲେଣି ପୁଣି କୋଉ ଦେଶରେ ବସିଛନ୍ତି, ଏମାନେ ଫଟୋ ଉଠାଇ ଉଠାଇ ସମସ୍ତଙ୍କୁ ଫେସବୁକ ରେ ଛାଡି ଦଉଛନ୍ତି। ତ ଏ ଦ୍ୱିତୀୟ ପତ୍ର ଲେଖିବାର ଉଦ୍ଦେଶ୍ୟ କଣ ଯେ ସେ ଏବେ ପର୍ଯ୍ୟନ୍ତ ଆସିନାହାନ୍ତି। এইটা লেখিবা ପାଇଁ দ্বিতীয় পত্র লেখিলে। প্রথম পত্র কাহিଁକି লেখিলে? ସେ ଶୀଘ୍ର ଆସୁଛନ୍ତି। ଦ୍ୱିତୀୟ ପତ୍ର କାହିଁକି ଲେଖିଲେ? ସେ ଏବେ ପର୍ଯ୍ୟନ୍ତ ଆସିନାହାନ୍ତି। ତେଣୁ ସେ କଣ ବୋଲି କହୁଛନ୍ତି? ପ୍ରଭୁଙ୍କ ଦିନ ଉପସ୍ଥିତ ହେଲାନି ବୋଲି ତୁମେମାନେ କୌଣସି ଆତ୍ମା କି ବାକ୍ୟ କି ତୁମମାନଙ୍କ ଦ୍ୱାରା କି ଆମମାନଙ୍କ ଦ୍ୱାରା ଲିଖିତ ବୋଲି ମନେ କରି କୌଣସି ପତ୍ର ଦ୍ୱାରା ଶୀଘ୍ର ବିଚଳିତ ଉଦ୍ବିଗ୍ନ ନ ହୁଅ। এইটা ସେ ସେତେବେଳେ କହିବା ପାଇଁ ଚାହିଁଲେ। କିନ୍ତୁ କେତେବେଳେ ଆସିବ? 7 ପଦ ଓ 8 ପଦଟି ପଢିବେ। କାରଣ ଅଧର୍ମର କାର୍ଯ୍ୟ କରୁଅଛି, ବାଧା ଦେଉଥିବା ବ୍ୟକ୍ତି ଦୂରୀକୃତ ନ ହେବା ପର୍ଯ୍ୟନ୍ତ ତାହା କାର୍ଯ୍ୟ କରୁଥିବ। ସେତେବେଳେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ, ତାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଶ୍ୱାସ ଦ୍ୱାରା ସଂହାର କରିବେ ଓ ଆପଣା ଆଗମନର ପ୍ରକାଶ ଦ୍ୱାରା ବିନାଶ କରିବେ। ଏଇଟା ବୁଝିବା ପୂର୍ବ ଆମେ 3 ପଦଟି ପଢି ନେବା। 3 ପଦଟି ପଢନ୍ତୁ। କେହି କୌଣସି ପ୍ରକାରେ ତୁମ୍ଭମାନଙ୍କର ଭ୍ରାନ୍ତି ନ ଜନ୍ମାଉ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବ, ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ, ନହେଲେ ପ୍ରଭୁଙ୍କ ଦିନ ଉପସ୍ଥିତ ହେବ ନାହିଁ। ତ ଅଧର୍ମ ପୁରୁଷ ପ୍ରକାଶିତ ହେବା ଦରକାର। ହେଲେ ଅଧର୍ମ ପୁରୁଷ କାହିଁକି ପ୍ରକାଶିତ ହେଇପାରୁନାହିଁ? ସେଇଟା ଆମେ 7 ପଦରେ ଆମେ ଦେଖୁଛୁ ଯେ ଯୋଉ ବ୍ୟକ୍ତି ତାକୁ ବାଧା ଦଉଛି ସେ ବ୍ୟକ୍ତି ଏବେ ପର୍ଯ୍ୟନ୍ତ ରହିଛି। ସେ ବ୍ୟକ୍ତି ନ ଯିବା ପର୍ଯ୍ୟନ୍ତ ଏ ଅଧର୍ମ ପୁରୁଷ ପ୍ରକାଶିତ ହେଇପାରିବ ନାହିଁ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହିଛନ୍ତି ଯେ ମଣ୍ଡଳୀ ସମ୍ମୁଖରେ ନରକର ବଳ ଠିଆ ହେଇପାରିବନି। ନରକର ବଳ କେତେ ବି ପ୍ରବଳ ହଉନା କାହିଁକି ମଣ୍ଡଳୀ ସମ୍ମୁଖରେ ଠିଆ ହେଇପାରିବନି। ପ୍ରିୟ ଭାଇ ଭଉଣୀ ମାନେ ଟିକେ ଚିନ୍ତା କରି ଦେଖନ୍ତୁ, ଜଗତରେ ମଣ୍ଡଳୀ ଥାଉ ଥାଉ ବିଶ୍ୱାସୀ ମାନେ ରହିଥିବା ସମୟରେ ଆମେ ଏତେ ପ୍ରାର୍ଥନା କରୁଛୁ, ଉପବାସ ପ୍ରାର୍ଥନା କରୁଛୁ, ରାତିରେ ପ୍ରାର୍ଥନା କରୁଛୁ, କ୍ରନ୍ଦନ ବିଳାପ କରି ପ୍ରାର୍ଥନା କରୁଛୁ, ତା ସତ୍ତ୍ୱେ ବି ଯଦି ଜଗତରେ ଏତେ ସମସ୍ୟା ଅଛି, ସାଧୁମାନେ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଜଗତ ପରିତ୍ୟାଗ କରି ଗଲା ପରେ ଅବସ୍ଥା କଣ ନ ହେବ? ସଦମ ଅମରାରେ ଅଗ୍ନି ବୃଷ୍ଟି ସେତେବେଳେ ହେବ ଯେତେବେଳେ ସେଇଠୁ ଧାର୍ମିକ ଲୋଟ ବାହାରି ଯିବେ। ତ ଆଗାମୀ ସମୟରେ ଜଗତ ଉପରକୁ ଯୋଉ ବିପତ୍ତି ଆସୁଛି, ଯୋଉ ସମସ୍ୟା ଆସୁଛି, ତା ପୂର୍ବରୁ ମଣ୍ଡଳୀ ଉଠେଇ ନିଆଯିବା ଦରକାର। ତ ଏଇ ଅଧର୍ମ ପୁରୁଷ ପ୍ରକାଶିତ ହେବା ପାଇଁ ପ୍ରବଳ ହଉଛି। ଆପଣ ଅନେକ ମେସେଜ ଗୁଡାକ ଶୁଣି ପାରୁଥିବେ ଏ ଦିନ ମାନଙ୍କରେ ଯେ ପ୍ରସ୍ତୁତି ପ୍ରାୟ ସରିଲାଣି। ଭଣ୍ଡ ଖ୍ରୀଷ୍ଟକୁ ସେ ଅଧର୍ମ ପୁରୁଷ ପ୍ରକାଶ ଦେବା ପୂର୍ବରୁ ତାର ଦାୟିତ୍ୱ ଦେବା ପାଇଁ ଗୁଡିଏ କାମ ହେଲାଣି, ଆଉ ବେଶୀ କିଛି ବାକି ନାହିଁ। ଗୁଡିଏ କାମ ସରିଛି, କେବଳ ମଣ୍ଡଳୀ ଯିବାର ବାକି ଅଛି। ତ ମଣ୍ଡଳୀ ମେଘମାଳାକୁ ନୀତ ହବ, ଏପଟେ ଇଏ ପ୍ରକାଶିତ ହବ। ତ ଏଇ ଦୁଇଟା ପ୍ରସ୍ତୁତି ଚାଲିଛି, ଏ ଦୁଇଟାର ପ୍ରସ୍ତୁତି ଚାଲିଛି। ପ୍ରିୟ ଭାଇ ଭଉଣୀ ମାନେ, ଶୈତାନ ତାର ହେଡକ୍ୱାର୍ଟର କୋଉଠି କରିଛି? ଶୂନ୍ୟ ମନରେ ହେଡକ୍ୱାର୍ଟର କରିଛି। ସେ ହେଡକ୍ୱାର୍ଟର ସବୁ କାମ ସେ ଚଲାଉଛି, ଆଉ ସେ ହେଡକ୍ୱାର୍ଟର ତାକୁ ଖାଲି କରିବା ପାଇଁ ପଡିବ। ସେ କଣ କରିବ? ସେ ଜଗତ ଉପରକୁ ମାଡି ଆସିବ ସେ। ତ ଏଇ ଦିନ ମାନଙ୍କରେ ଆପଣ ଅନ୍ଧକାରର କାର୍ଯ୍ୟ ବହୁତ ଦେଖିପାରିବେ, ଶୈତାନର କାର୍ଯ୍ୟକୁ ଆପଣ ବହୁତ ଦେଖିପାରିବେ। ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ତାଡ଼ନା କରିବା, ନିନ୍ଦା କରିବା, ମାରିବା, ଅପମାନ କରିବା, ଏଟା ନ୍ୟାଚୁରାଲ ବିଷୟ ହେଇଗଲା।
ସୁପର ନ୍ୟାଚୁରାଲ ବିଷୟ ନୁହଁ। ଲୋକମାନେ କହୁଛନ୍ତି ଆଜ୍ଞା ଆମେ ଏତେ ପ୍ରାର୍ଥନା କରୁଛୁ, ଆଜ୍ଞା ଏତେ ପବିତ୍ର ଜୀବନ କାଟୁଛୁ, କାହିଁକି ଆଜ୍ଞା ଆମର ଘରେ ଏତେ କଷ୍ଟ, ଏତେ ସମସ୍ୟା କାହିଁକି? ଆପଣଙ୍କ ବିଶ୍ୱାସକୁ ଭାଙ୍ଗିବା ପାଇଁ, ଆପଣଙ୍କ ପ୍ରାର୍ଥନା ଜୀବନକୁ ଭାଙ୍ଗିବା ପାଇଁ, ଆପଣଙ୍କୁ ଶିଥିଳ କରିବା ପାଇଁ ଏସବୁ ସେ ଚଲେଇଛି। ପଢିବେ ଟିକେ ପ୍ରକାଶିତ ବାକ୍ୟ ତାର 12 ପର୍ବ 12 ପଦ। ଅତଏବ ହିଁ ସ୍ୱର୍ଗ ଓ ତନ୍ବାସୀମାନେ ଆନନ୍ଦ କର, ମାତ୍ର ହାୟ ତୁମ୍ଭେମାନେ ସନ୍ତାପର ପାତ୍ର, କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ ଆପଣା ମହାକ୍ରୋଧରେ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଯାଇଅଛି। ହଁ, ଏବେ କଣ କରିବ? ଦିଆବଳର କାମ କଣ? ସେ ପୃଥିବୀରେ ଆଉ ସମୁଦ୍ରରେ ତାର କାର୍ଯ୍ୟ ଦେଖେଇବ। କାରଣ ଦୁଇଟାକୁ ଧରି ସେ ନାଟ କରିବ। ତ এই ପ୍ରକାର ଏକ ସମୟ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ମାନ ଆସୁଛି। ଆମେ ଖାଲି ସାବଧାନ ହେବା କଥା ମେଘମାଳକୁ ଯିବା ପାଇଁ, ଏସବୁ ଦେଖିବା ପାଇଁ ଆମେ ରହିପାରିବାନି। କାରଣ ସେତେ ଦିନ ପର୍ଯ୍ୟନ୍ତ ପ୍ରଭୁ ମଣ୍ଡଳୀକୁ ରୋକିବେ ନାହିଁ ବୋଲି ମଣ୍ଡଳୀକୁ ପ୍ରତିଜ୍ଞା କରିଛନ୍ତି। ମଣ୍ଡଳୀକୁ କାହିଁକି ଆହ୍ୱାନ କରିଛନ୍ତି? ଟିକେ ପଢିବେ ଦୟାକରି ପ୍ରଥମ ଥେସଲୋନିକ୍ୟ ତାର 5 ପର୍ବ ତାର 9 ପଦ। କାରଣ ଈଶ୍ୱର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ କାରଣ ଈଶ୍ୱର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି। କାହିଁକି ନିରୂପଣ କରିଛନ୍ତି? ପରିତ୍ରାଣ ପାଇବା ପାଇଁ। ତାମାନେ କଣ? ଆମର ଫାଇନାଲ ପରିତ୍ରାଣ ପାଖେଇ ଆସିଲାନି। ଖ୍ରୀଷ୍ଟ ପ୍ରକାଶ ହେବେ, ଆମେ ଶରୀର ସହିତ ଉଦ୍ଧାର ପ୍ରାପ୍ତ ହେଇକି ଯିବା। ଆମର ଶରୀର ରୂପାନ୍ତରିତ ହବ, ଆଉ ଗୌରବଯୁକ୍ତ ଶରୀର ପ୍ରାପ୍ତ ହବ। ଆମେ ସେଇଟା ଅପେକ୍ଷା କରିଛୁ, କିନ୍ତୁ କ୍ରୋଧର ପାତ୍ର ହେବା ନିମନ୍ତେ ନୁହେଁ। କ୍ରୋଧ ଆଗାମୀ ସମୟରେ ଆସୁଛି। ଗତ ସମୟ ଆପଣମାନେ କହୁଥିଲି ଈଶ୍ୱରଙ୍କ କ୍ରୋଧ କେମିତି ଥିବ। ତ କ୍ରୋଧ ପ୍ରକାଶ ହେବା ପାଇଁ ଯାଉଛି, କିନ୍ତୁ ତା ପୂର୍ବରୁ ମଣ୍ଡଳୀ ଉଠେଇ ନିଆଯିବା ଦରକାର। ହେଲେ ଏ ଅଧର୍ମ ପୁରୁଷ ପ୍ରକାଶ ହେବା ପାଇଁ ଚେଷ୍ଟା କରୁଛି, କିନ୍ତୁ ଯେ ବାଧା ଦଉଛି ସେ ଏବେ ପର୍ଯ୍ୟନ୍ତ ଜଗତରେ ଅଛି। ସେମାନେ ହଉଛନ୍ତି ପ୍ରଭୁଙ୍କର ଲୋକମାନେ, ସେମାନେ ହଉଛନ୍ତି ସାଧୁ ଲୋକମାନେ, ସେମାନେ ହଉଛନ୍ତି ମଣ୍ଡଳୀ। ସେଇଟା ଉଠେଇ ନିଆଯିବା ଦରକାର। ସେଇଦିନ ଅବ୍ରାହମ ମଧ୍ୟ ସୋଦମ ପାଇଁ ଗୁହାରି କରୁଛନ୍ତି। ପ୍ରଭୁ 50 ଜଣ ଥିଲେ ଆପଣ ଛାଡିବେ କି? ପ୍ରଭୁ କହିଲେ ଠିକ ଅଛି, 50 ଜଣ ଧାର୍ମିକ ଥିଲେ ବି ମୁଁ ଛାଡିଦେବି। ତାପରେ 45 କୁ ଆସିଲେ, ତାପରେ କହିଲେ 40, ଏମିତି କରି 10 ଜଣ ପର୍ଯ୍ୟନ୍ତ ଆସିଲେ। ମାନେ 10 ରୁ କମ ଧାର୍ମିକ ଯେତେବେଳେ ହେଇଯିବେ ସୋଦମରେ ଅଗ୍ନିଗନ୍ଧକ ବୃଷ୍ଟି ହେବ। ଠିକ ସେହିପରି ଏ ପୃଥିବୀ ଉପରକୁ ଯଦି ଦଣ୍ଡ ଆସିବାର ଅଛି, ଧାର୍ମିକ ମାନେ ଉଣା ହେବାର ଅଛି। ସେଇଥିପାଇଁ ଆସନ୍ତା ବିପଦରୁ ଧାର୍ମିକ ମାନେ ନିଆଯାଉଅଛନ୍ତି। ଏଇ କଥା କେହି ବିବେଚନା କରୁନାହିଁ। ସାଧୁ ଭକ୍ତ ମାନେ ନିଆଯାଉଅଛନ୍ତି, ବିଶ୍ୱାସୀ ମାନେ ନିଆଯାଉଅଛନ୍ତି। ହଠାତ୍ ହଠାତ୍ ଛୋଟ ଛୋଟ ବିଷୟରେ ଆମେ ଜାଣି ବି ପାରୁନୁ ତାକୁ କଣ ହେଇଥିଲା ବୋଲି। ପ୍ରଭୁ ଭକ୍ତ ମାନେ ନିଆଯାଉଛନ୍ତି। ଅନେକ ପ୍ରଭୁଙ୍କ ଦାସ ମାନେ ଗତ ଦିନ ମାନଙ୍କୁ ମୁଁ ଶୁଣୁଥିଲି, ଆଜ୍ଞା ତାଙ୍କ ଟେଷ୍ଟିମନି ବଢିଆ ଅଛି, ଆଜ୍ଞା ତାଙ୍କ ମିନିଷ୍ଟ୍ରି ବଢିଆ ଅଛି, ଆଜ୍ଞା ତାଙ୍କର ଚର୍ଚ୍ଚଟା ବଢୁଥିଲା, ଆଜ୍ଞା ସେ ବହୁତ ଭଲ ସେବକ ଥିଲେ, ବହୁତ ସୁନ୍ଦର ବାକ୍ୟ ଦଉଥିଲେ, ଆଜ୍ଞା ସିଏ ଚାଲିଗଲେ। ସେ ଚାଲିଯିବେ, ସେ ତାଙ୍କୁ ଯିବା ପାଇଁ ହେବ। କିନ୍ତୁ ଧାର୍ମିକ ମାନେ ନିଆଗଲେ ହିଁ ଅଧର୍ମ ପୁରୁଷ ପ୍ରକାଶିତ ହବ। ତ ପ୍ରଥମ ବିଷୟ କଣ? ମଣ୍ଡଳୀ ରେପ୍ଚରରେ ନିଆଯିବ, ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ କଣ? ତାପରେ ଭଣ୍ଡ ଖ୍ରୀଷ୍ଟ ପ୍ରକାଶିତ ହବ। ଆଉ ତୃତୀୟରେ କଣ? ଖ୍ରୀଷ୍ଟ ବିଚାର କରିବେ। ପଢିବେ ଗୋଟେ ପଦ, 2 Corinthians 5 ପର୍ବ 10 ପଦ। କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ତ ମଣ୍ଡଳୀକୁ କୁହାଯାଉଛି କଣ? ଆମେ ସମସ୍ତେ ଖ୍ରୀଷ୍ଟଙ୍କ ସାମ୍ନାରେ ଉପସ୍ଥିତ ହେବା, ଆମେ ପୁରସ୍କାର ପାଇବା ପାଇଁ। ତ ଆମେ କଣ ଅଧାର୍ମିକ ମାନଙ୍କ ସହିତ ମିଳିତ ଭାବରେ ଆମେ ବିଚାରିତ ହେବା ନାହିଁ। ଆମର ପୁରସ୍କାର, ଯୀଶୁ କହୁଛନ୍ତି ମୋର ପୁରସ୍କାର, ତୁମର ପୁରସ୍କାର ମୋ ହସ୍ତରେ ନେଇକି ଆସୁଛି ତୁମକୁ ଦେବା ପାଇଁ। ତ ଆମ ପାଇଁ ଗୋଟେ ପୁରସ୍କାର ସମାରୋହ ଅଛି। ଏଇଟା ଗୋଟେ ଘଟିବା ପାଇଁ ଯାଉଛି। ବିଶ୍ୱାସୀ ମାନେ ଆମେ ଯେତେ ଜଣ
ଗିନାଏ ପାଣି ବି ଦେଇଛୁ ତାର ପୁରସ୍କାର ପାଇବା ପାଇଁ ଯାଉଛୁ। ସାଧୁମାନଙ୍କ ଯତ୍ନ ତାର ପୁରସ୍କାର ପାଇବା ପାଇଁ ଯାଉଛୁ। ତେଣୁ ଏ ଦିନମାନଙ୍କରେ ଆମେ ଯେତେ ଦୂର ସମ୍ଭବ ଆମେ ପ୍ରଭୁଙ୍କ ଲୋକମାନଙ୍କ ଯତ୍ନ ନେବା ଦରକାର, ସେମାନଙ୍କୁ ସାହାଯ୍ୟ କରିବା ଦରକାର, ସେମାନଙ୍କ ତତ୍ତ୍ୱାବଧାନ ନେବା ଦରକାର। କାରଣ ଯେତେବେଳେ ପ୍ରଭୁ ପ୍ରକାଶିତ ହେବେ ସେଇ ସମୟ ସେ ପୁରସ୍କୃତ କରିବେ। ପ୍ରଭୁ ସେଦିନ କହୁଛନ୍ତି, ମୁଁ ପୀଡ଼ିତ ଥିଲି, ମତେ ତୁମେ ଦେଖିବା ପାଇଁ ଆସିଲ ନାହିଁ। ମୁଁ କାରାଗାରରେ ଥିଲି, ମୋର ଯତ୍ନ ତୁମେ ନେଇନାଅ। ମୁଁ ଉଲଙ୍ଗ ଥିଲି, ତୁମେ ବସ୍ତ୍ର ପରିଧାନ କରିବା ପାଇଁ ଦେଲ ନାହିଁ ମତେ। ମୁଁ ଭୋକିଲା ଥିଲି, ତୁମେ ଖାଇବା ପାଇଁ ଦେଲ ନାହିଁ। ସେତେବେଳେ ସାଧୁମାନେ କହିବେ, ପ୍ରଭୁ କାହାକୁ ପ୍ରଭୁ ଏଟା? ନାଇଁ, ମୋର କ୍ଷୁଦ୍ର ମାନେ, ମୋର ଭାଇମାନେ, ତ ମୋର ପ୍ରିୟ ମାନେ, ଆମେ ଯାହା ବି କରିଛୁ ତାର ପୁରସ୍କାର ଗୋଟେ ରହିଛି, ତ ସେଇଟା ଆମେ ପାଇବା ପାଇଁ ଯାଉଛୁ। ଆଉ ଚତୁର୍ଥରେ କଣ ହେବା ପାଇଁ ଯାଉଛି? ଗୋଟେ ମହାକ୍ଲେଶ ଆସିବା ପାଇଁ ଯାଉଛି। ତ ହୁଏତ ଏ ଏଣ୍ଟିଖ୍ରାଇଷ୍ଟ ଆସିବାର ସେ ପ୍ରଥମ କିଛି ବର୍ଷ ଲୋକମାନଙ୍କ ପାଇଁ ଭଲ ଲାଗିବ। ଏମିତି ଶାସନ ଆମେ କେବେ ବି ଦେଖିନଥିଲୁ, ଏମିତି ଶାସକ ଆମେ କେବେ ଦେଖିନୁ। ଏଟା ସବୁଠୁ ଗୋଲ୍ଡେନ ପିରିୟଡ। ଏଇଟା ଆମ ପାଇଁ ବହୁତ ବଡ ବିଷୟ, ଏଇଟା ଆମେ କେବେ ଭାବିନଥିଲୁ। ଏବେ ଦେଖିବେ ଅନେକ ଲୋକମାନଙ୍କୁ ଚିପ୍ ଲାଗିବ, କହିଲେ ବହୁତ ଖୁସି ହେଇଯାଉଛନ୍ତି। ଆରେ ଆରେ ଏତେ ବଢିଆ ବିଷୟଟା ଆମେ ଜାଣିନଥିଲୁ, ଏତେ କାଗଜ ଧରି ବୁଲିବା ପାଇଁ ପଡୁଛି, ଏତେ ଡାଟା କାହାକୁ ଦରକାର? ଗୋଟେ ଦେହରେ ଲାଗିଗଲେ, ଯଥେଷ୍ଟ ଚିପ୍ଟା ଲାଗିଗଲେ ସବୁ ଥିବ ପୁଣି ସେଇଠି। ଏ ଟୁ ଜେଡ୍ ମଣିଷର ସବୁ ବିଷୟ ସେଠି ଥିବ, ସବୁ ଡାଟା ତା ଭିତରେ ଥିବ। ଗୋଟେ ଛୋଟ ବିଷୟଟା ଇଞ୍ଜେକ୍ଟ କଲେ ତ ହେଇଯିବ, ଏଇଟା ଲୋକମାନେ ଭାବୁଛନ୍ତି। ତ ସେ ବହୁତ ସୁବିଧାର କଥା କହିବ ସେ। କିନ୍ତୁ ତାପରେ ବାଇବଲ କଣ ବୋଲି କହୁଛି ପଢିବେ ଦୟାକରି। ଦାନିଏଲ 12 ପର୍ବ ତାର 1 ପଦ। ସେ ସମୟରେ ତୁମ୍ଭ ଲୋକଙ୍କ ସନ୍ତାନଗଣର ସାହାଯ୍ୟକାରୀ ମିଖାଏଲ ମହାନ ଅଧିପତି ଠିଆ ହେବେ ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଠାରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର କାଳ କେବେ ହୋଇନାହିଁ ଏପରି ସଙ୍କଟର କାଳ ଉପସ୍ଥିତ ହେବ। ଆଉ ତୁମ୍ଭ ଗୋଷ୍ଠୀୟ ଯେ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି ସେମାନେ ପ୍ରତ୍ୟେକେ ସେ ସମୟରେ ଉଦ୍ଧାର ପାଇବେ। ତ କଣ ହେବା ପାଇଁ ଯାଉଛି ପ୍ରିୟ ମାନେ? ଗୋଟେ ଗ୍ରେଟ୍ ଟ୍ରିବୁଲେସନ ସମୟ ଆସିବା ପାଇଁ ଯାଉଛି, ଗୋଟେ ମହାକ୍ଲେଶର ସମୟ ଆସିବା ପାଇଁ ଯାଉଛି। ଏଇଟା ବାଇବେଲ କହୁଛି, ଏଇଟା ମନୁଷ୍ୟର କଳ୍ପନାର ନୁହେଁ। ଏଇଟା ପ୍ରଚାରକ ମାନେ କାହାକୁ ଡରଉନାହାନ୍ତି। ଏଇଟା କହିକି ପ୍ରଚାରକ ମାନେ ନାଇଁ ନାଇଁ ମାନେ ବହୁତ ଡରାନ୍ତି। ମତେ ଜଣେ କହୁଥିଲେ, ଆଜ୍ଞା ଆପଣ ଏତେ ଡରାନ୍ତୁ ନାହିଁ ଆଜ୍ଞା, ଆପଣ କହିଲେ ଆଜ୍ଞା ଲାଗୁଛି ସତେ ମୋର ହାର୍ଟ ଫେଲ୍ ହେଇଯିବ। ଆପଣ କାହିଁକି ଆଜ୍ଞା ସବୁବେଳେ ଦଣ୍ଡ ବିଷୟରେ କହୁଛନ୍ତି, କାହିଁକି କ୍ରୋଧ କଥା କହୁଛନ୍ତି, ପ୍ରଭୁ ବିଚାର କରିବେ କହୁଛନ୍ତି ଆଜ୍ଞା? ଶୁଣିବା ସମୟରେ ମତେ କେମିତି ଲାଗୁଛି, ଛାତି ଧଡ଼ ଧଡ଼ କରୁଛି, ରାତିରେ ନିଦ ହଉନି ଆଜ୍ଞା। ସେ ମତେ କଣ ବୋଲି କହିଲେ, ନିରଞ୍ଜନ ବାବୁ ମୁଁ ଏକୁଟିଆ ନରକକୁ ଯିବି କି? କେତେ ଲୋକ ଯିବେ, ଅସଂଖ୍ୟ ଲୋକ ଯିବେ, ମୁଁ ବି ଯିବି, କଣ ହେଇଗଲା? ସେ ଲୋକଟା ମତେ ସେଇ କଥା କହିଲେ। ପୁରୁଣା ଖ୍ରୀଷ୍ଟିଆନ, ପୁରୁଖା ଖ୍ରୀଷ୍ଟିଆନ, ତାଙ୍କର କେତେ ପିଢି ଖ୍ରୀଷ୍ଟିଆନ। ସେ କଣ କହୁଛନ୍ତି, ନିରଞ୍ଜନ ବାବୁ ମୁଁ କଣ ଏକୁଟିଆ ନରକ ଯିବି କି? ଅନ୍ୟମାନେ ବି ଯିବେ, ମୁଁ ବି ଯିବି, କଣ ହେଇଗଲା? ମାନେ ସେ ଭାବୁଛନ୍ତି କଣ, ଖରା ଛୁଟି କଟାଇବା ପାଇଁ ଯିବେ, ସମର ଭେକେସନ କି ଗୋଟେ ପିକନିକ ବୁଲିଲା ଭଳିଆ ଭାବୁଛନ୍ତି ସେ। ମୋର ପ୍ରିୟ ମାନେ ଇଟର୍ନିଟି କଣ କୋଉଠି କାଟିବେ? କାରଣ ୟା ପରେ କଣ, ଯେତେବେଳେ ଟ୍ରିବୁଲେସନ ଆରମ୍ଭ ହେଇଯିବ ମୋର ପ୍ରିୟ ମାନେ, ଭୟଙ୍କର ସମୟ ଥିବ। ଏ ମହାକ୍ଲେଶର ସମୟ ଆମେ ପରେ ଷ୍ଟଡି କରିବା ପାଇଁ ଯାଉଛୁ ପ୍ରକାଶ ବାକ୍ୟ। ଆମେ 4 ଜଣ ଦାସ ଆପଣ ମାନଙ୍କୁ ବାରି ବାରି କରିକି ସେ କ୍ଲେଶର ସମୟ କେମିତି ଥିବ କହିବା ପାଇଁ ଯାଉଛୁ। କିନ୍ତୁ ମୋର ପ୍ରିୟ ମାନେ କେବେ ବି ସେମିତିକା ହେଇନାହିଁ ମାନବ ଇତିହାସରେ, ତାହା ଘଟିବା ପାଇଁ ଯାଉଛି। ଲେଖାଯାଉଛି କଣ, ସେ ପ୍ରକାର ସଙ୍କଟ କାଳ କେବେ ହୋଇନାହିଁ, କେବେ କେବେ ସେମିତି ଗୋଟେ ସଙ୍କଟ କାଳ ଆସୁଛି। ପ୍ରଭୁ ଯୀଶୁ ମତେ ସେଇ କଥା କହିଛନ୍ତି। ବାଇବେଲ ଆମକୁ ସଚେତନ କରେ। ତ ଗୋଟେ ଏ ପ୍ରକାର ଏକ ମୁହୂର୍ତ୍ତ ଆସୁଛି ପ୍ରିୟ ଭାଇ ଭଳି ମାନେ, ଆମେ ସମସ୍ତେ ପ୍ରିପେୟାର ହେବା ଦରକାର। କିନ୍ତୁ ଏଇଟା ଯେବେ ସରିବ, এই ମହାକ୍ଲେଶର ସମୟ ଯେବେ ସରିବ, ତାପରେ କଣ ହବ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବ୍ଲିକଲି ସେ ଦୃଶ୍ୟ ଭାବରେ ସେ ଜଗତକୁ ଆଗମନ କରିବେ, ପୃଥିବୀକୁ ସେ ଆଗମନ କରିବେ। ଦୟାକରି ପଢନ୍ତୁ ଦାନିଏଲ ତାର 7 ପର୍ବ। ପ୍ରକାଶିତ ହେବାକୁ ହେବ। 7 ପର୍ବ, ଦାନିଏଲ 7 ପର୍ବ ତାର 9 ରୁ 14, କେବଳ ଆପଣ 12 ରୁ 14 ପଢି ଦିଅନ୍ତୁ। ପୁଣି ଅନ୍ୟ ପଶୁମାନଙ୍କ ସେମାନଙ୍କର କର୍ତ୍ତୃତ୍ୱ ନିଆଗଲା।
ତଥାପି ଏକକାଳ ଓ ଏକ ସମୟ ପର୍ଯ୍ୟନ୍ତ ସେମାନଙ୍କର ଆୟୁ ଦୀର୍ଘ କରାଗଲା। ମୁଁ ରାତ୍ରି କାଳର ଦର୍ଶନରେ ଦେଖିଲି, ଆଉ ଦେଖ, ମନୁଷ୍ୟ ପୁତ୍ର ନ୍ୟାୟ ଏକ ପୁରୁଷ ଆକାଶର ମେଘରେ ଆସିଲେ ଓ ସେ ଅନେକ କାଳର ସେହି ବୃଦ୍ଧଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ ସେମାନେ ତାହାଙ୍କ ଛାମୁକୁ ତାହାଙ୍କୁ ଆଣିଲେ। ପୁଣି ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀ ମାନେ ଯେପରି ତାହାଙ୍କର ସେବା କରିବେ, ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା। ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାହିଁ, ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ। এইটা বাইবেল কହୁଛି ଏବେ ଯୋଉ ରାଜ୍ୟ ପ୍ରଭୁ କରିବେ, ଶିଷ୍ୟମାନେ ଆଗରୁ ପଚାରିଲେ, ପ୍ରଭୁ ଆପଣ କେବେ ରାଜ୍ୟ କରିବେ? ଆପଣ ରାଜ୍ୟ କଲେ କିଏ କୁଆଡେ ଥିବ? ଯୀଶୁ ଯେତେବେଳେ ଉଦ୍ଧାରଣ କରୁଛନ୍ତି, ସ୍ୱର୍ଗାରୋହଣ କରୁଛନ୍ତି, ସେ ପଚାରେ, ପ୍ରଭୁ ଆପଣ ରାଜ୍ୟ ଭାର କାହାକୁ ଦେଇକି ଯାଉଛନ୍ତି? ଏଇ ସ୍ୱପ୍ନ ଦେଖୁଥିଲେ। ସେମାନେ କେବେ ଭାବି ନଥିଲେ ମତେ ଓଲଟା ଟାଙ୍ଗିବେ, ମତେ ବେତ୍ରାଘାତରେ ମାରିବେ, ମତେ କରତରେ କାଟିବେ, ମତେ ଗରମ ତେଲରେ ପକେଇବେ। এইটা ସେମାନଙ୍କ ମାଇଣ୍ଡରେ କେବେ ଆସିନଥିଲା। ସେମାନେ ଭାବୁଥିଲେ ରାଜତ୍ୱ କରିବେ, କିନ୍ତୁ ପ୍ରଭୁ ଯୀଶୁ କହୁଥିଲେ, ଠିକ ଅଛି ବାବା, ତମ ପାଇଁ ରାଜତ୍ୱ ଅଛି, ମୁଁ ରାଜତ୍ୱ କରିବା ସହ ତୁମେ ବି ରାଜତ୍ୱ କରିବ, ତୁମେ ବି ଆସନରେ ବସିବ। ଆଜିର ସମୟ ଅନେକ ଖ୍ରୀଷ୍ଟିଆନ ମାନଙ୍କୁ ଏବେ ହିଁ ଆସନ ଦରକାର, ଏବେ ହିଁ ରାଜତ୍ୱ ଦରକାର, ଏବେ ହିଁ ଦାୟିତ୍ୱ ଦରକାର, ପରେ ଦରକାର ନାହିଁ। ସେଇଥିପାଇଁ ମଣ୍ଡଳୀରେ ଏତେ ସମସ୍ୟା ଦେଖାଯାଉଛି। ମଣ୍ଡଳୀରେ ଏତେ ସମସ୍ୟା ଆସୁଛି କାହିଁକି? ସେମାନଙ୍କୁ ସ୍ୱର୍ଗର ସ୍ୱପ୍ନ ନାହିଁ ସେମାନଙ୍କର। ଯାହା ଅଛି ଏଇଠି ଭୋଗ କରିଥିବା। ମୁଁ ଏତେ ବର୍ଷ ପର୍ଯ୍ୟନ୍ତ ଚର୍ଚ୍ଚର ପ୍ରେସିଡେଣ୍ଟ ଥିଲି, ତା ପୂର୍ବରୁ ମୋର ବାପା ପ୍ରେସିଡେଣ୍ଟ ଥିଲେ। କଣ କଲେ? କେତେଟା ରିଭାଇଭାଲ ମିଟିଂ କଲେ? କେତେ ଜଣ ପ୍ରଚାରକକୁ ଉଠେଇଲେ ଆପଣ? ଆପଣଙ୍କ ଚର୍ଚ୍ଚ କେତେ ଜଣ ମିଶନାରୀଙ୍କୁ ସ୍ପନ୍ସର କରେ? ଆପଣଙ୍କର କେତେଟା ଶାଖା ମଣ୍ଡଳୀ ଅଛି? ଗୋଟିଏ ମଣ୍ଡଳୀ ଅଛି ବୁଢା ବରଗଛ ଭଳିଆ, ଆଉ ବେଶୀ ନାହିଁ। ଆମର ମଣ୍ଡଳୀ ଏମିତି ହେଇଛି, ସେ ବଟ ଗଛ ଭଳିଆ, ସେ ବଡ ଗଛ ତଳେ ଗୋଟିଏ ଗଛ ବି ଉଠେ ନାହିଁ। ସେ ଆଖପାଖରେ ଆଉ କିଛି ମଣ୍ଡଳୀ ନାହିଁ। ଦେଖିବେ ବରଗଛ ତଳେ କିଛି ଗଛ ହୁଏ କି? କିଛି ହୁଏ ନାହିଁ। ସେ ପୁରା ଜାଗା ମାରି ବସିଥାଏ, କିନ୍ତୁ କିଛି ହୁଏନି। ଆମର ମଣ୍ଡଳୀ ଗୁଡାକ ମଧ୍ୟ ସହରର ଛାତି ଉପରେ ଅଛି, ମେନ୍ ସେଣ୍ଟର ଜାଗାରେ ଅଛି, କିନ୍ତୁ ସାକ୍ଷ୍ୟ କୋଉଠି ଅଛି? ସାକ୍ଷ୍ୟ କୋଉଠି ଅଛି? ପାଖର ଦୋକାନରୁ ଖ୍ରୀଷ୍ଟ ବିଶ୍ୱାସୀରେ ଯଦି ପାନ କିଣିକି ଆଣୁଥିବ, ଖ୍ରୀଷ୍ଟ ବିଶ୍ୱାସୀ ସନ୍ଧ୍ୟା ମଦ ଦୋକାନରୁ ମଦ କିଣି ଆଣୁଥିବ, ତାର ଝଗଡା କେସଟା ଯଦି ଅନଖ୍ରୀଷ୍ଟିଆନ ଓକିଲ ପାଖରେ ଲଢୁଥିବ, ସେମାନେ କେତେବେଳେ ପରିବର୍ତ୍ତିତ ହେବେ? ଖ୍ରୀଷ୍ଟ ବିଶ୍ୱାସୀ କେମିତି ହେବା ଦରକାର? କଦଳୀ ଗଛ ପରି ହେବା ଦରକାର। ବଡ ଗଛ ଭଳିଆ ନୁହେଁ, କଦଳୀ ଗଛ ଭଳିଆ ହେବା ଦରକାର। କଣ କଦଳୀ ଗଛ କଣ କରିବ? ତା ପାଖରେ ଆହୁରି କେତେଟା ଗଛକୁ ସେ ବାହାର କରିବ। ତ ଖ୍ରୀଷ୍ଟ ବିଶ୍ୱାସୀ ଆଉ କେତେ ଜଣଙ୍କୁ ବିଶ୍ୱାସ କରିବା ଦରକାର। ଗୋଟେ ପ୍ରଚାରକ ଆଉ କେତେ ପ୍ରଚାରକୁ ଜନ୍ମ ଦେବା ଦରକାର। ଗୋଟେ ମଣ୍ଡଳୀ, ଗୋଟେ ଶାଖା ମଣ୍ଡଳୀ ହେବା ଦରକାର। ଆମର ତ ଶାଖା ମଣ୍ଡଳୀ ଏକା ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ, କାହିଁକି ଯେ ଆମ ପାଇଁ ଗୋଟେ ରଖାଯାଇଛି, ତାର ଭରସା ନାହିଁ। କିନ୍ତୁ ଲେଖାଯାଉଛି କଣ? ଯେ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳ ସ୍ଥାୟୀ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାହିଁ, ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ। ଅବିନାଶ୍ୟ ରାଜ୍ୟ। ଏଠି କଣ ଲେଖାଯାଉଛି? 14 ପଦ ଆଉ ଟିକେ ପଢିବେ। ପୁଣି ସମୁଦାୟ ଦେଶବାସୀ ଓ ଭାଷାବାଦୀ ମାନେ ଯେପରି ତାହାଙ୍କର ସେବା କରିବେ, ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା। ତାହାଙ୍କର କର୍ତ୍ତୃତ୍ୱ ଅନନ୍ତ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାଙ୍କର ବିନାଶ୍ୟ। ଲେଖାଯାଉଛି କଣ? ସମୁଦାୟ ଗୋଷ୍ଠୀ, ଦେଶବାସୀ, ଭାଷାବାଦୀ ମାନେ ଯେପରି ତାହାଙ୍କର ସେବା କରିବେ। କଣ ଲେଖା? ସମୁଦାୟ ଗୋଷ୍ଠୀ, ସବୁ ଗୋଷ୍ଠୀର ଲୋକ, ସବୁ ଦେଶବାସୀ, ସବୁ ଭାଷାବାଦୀ ଲୋକ ତାଙ୍କ ପାଖକୁ ଆସିବେ, କିନ୍ତୁ ସବୁ ଧର୍ମର ଲୋକ ବୋଲି ଲେଖାଯାଉନି। ଏବେ ଆମକୁ କଣ କୁହାଯାଉଛି? ନା ଆଜ୍ଞା, ସବୁ ଧର୍ମରେ କିଛି ନା କିଛି ଗୋଟେ ବାଟ ଅଛି ସ୍ୱର୍ଗକୁ ଯିବା ପାଇଁ। ସେମାନେ ସେଇ ବାଟରେ ଯିବେ, ଆମେ ଏଇ ବାଟରେ ଯିବୁ, କିନ୍ତୁ ଲାଷ୍ଟ ସେଇଠି ପହଞ୍ଚିବୁ। ନାମ ଅଲଗା ଅଲଗା ଆଜ୍ଞା, କିନ୍ତୁ ଈଶ୍ୱର ଏକ। କିଏ କହିଲା ଏଇଟା? ନାମ ଯଦି ଅଲଗା ଅଲଗା ଈଶ୍ୱର ଏକ ହେଲେ ସ୍କୁଲରେ ଏଟେଣ୍ଡାନ୍ସ ଆଉ କାହିଁକି ଦରକାର? ଆହୁରି ନା ଅଲଗା ଅଲଗା, ବ୍ୟକ୍ତି ଏକ କି? ନାମ ଯଦି ଅଲଗା ହୁଏ, ବ୍ୟକ୍ତି ମଧ୍ୟ ଅଲଗା ହୁଏ। କାରଣ ନାମ ଜଣେ ଲୋକର ବ୍ୟକ୍ତିର ବ୍ୟକ୍ତିତ୍ୱକୁ ବୁଝାଏ।
ଯୀଶୁ ନାମ ଯୀଶୁଙ୍କର ବ୍ୟକ୍ତିତ୍ୱକୁ ବୁଝାଏ, ତାର କ୍ୟାରେକ୍ଟରକୁ ବୁଝାଏ, ତାର ସ୍ୱଭାବକୁ ବୁଝାଏ। ସେମିତି ଆମ ଦେଶର ଅନେକ ନାମ ଅଛି, ସେ ନାମର ବ୍ୟକ୍ତିତ୍ୱକୁ ବୁଝାଏ। ତ ସବୁ ଧର୍ମର ଲୋକ ସ୍ୱର୍ଗକୁ ଯିବେନି, ଏଇଟା ମନେ ରଖିଥାନ୍ତୁ। ଲେଖାଯାଉଛି ସମୁଦାୟ ଗୋଷ୍ଠୀ, ଭାଷାବାଦୀ, ଦେଶବାସୀ ତାଙ୍କର ସେବା କରିବେ। এই কথা ଆପଣ ଦେଖିବା ପାଇଁ ଚାହୁଁଛନ୍ତି, ଦୟାକରି ଖୋଲନ୍ତୁ ପ୍ରକାଶିତ ବାକ୍ୟ ତାର 7 ପର୍ବ 9 ପଦ। ରେଭେଲେସନ ଚାପ୍ଟର 7 verse 9। ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି। ହଁ, ଏଠି ଦେଖନ୍ତୁ ବହୁତ ସୁନ୍ଦର ଲାଗେ। ଆପଣ ଅଣ୍ଡରଲାଇନ କରିବା ଦେଖନ୍ତୁ। ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ସର୍ବଜାତୀୟ, ମାନେ ସବୁ ଜାତିର ଲୋକ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ, ସର୍ବ ଧର୍ମୀୟ ଲେଖା ହେଇଛି କୋଉଠି? ସର୍ବଧର୍ମୀୟ ଅଛି କି? ସର୍ବଧର୍ମୀୟ ନାହିଁ। ତା ମାନେ କଣ? ସ୍ୱର୍ଗକୁ କୌଣସି ଧର୍ମର ଲୋକ ଯିବେ ନାହିଁ। ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିଛନ୍ତି, ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ ପାପ କ୍ଷମା ଦେବା ନିମନ୍ତେ, ଉଦ୍ଧାର ଦେବା ନିମନ୍ତେ, ସ୍ୱର୍ଗକୁ ନେବା ନିମନ୍ତେ ଯୀଶୁ ହିଁ ଏକମାତ୍ର ଅଟନ୍ତି, ଆଉ କେହି ନାହିଁ। ଆମେ ସେ ଗୀତ ଗାଉଛୁ ସବୁବେଳେ, ନାହିଁ କାହିଁ ରେ ଗତି ମୁକ୍ତି, ଜାଣରେ ନାହିଁ କାହିଁ ରେ ଗତି ମୁକ୍ତି, ଯୀଶୁ ବିନା ପାପୀର, ଯୀଶୁ ବିନା ପାପୀର ଆନରେ ନାହିଁ କାହିଁ ରେ ଗତି ମୁକ୍ତି। ମନୁଷ୍ୟର ମୁକ୍ତି ଯୀଶୁ ନାମ ଛଡା ଅନ୍ୟ ନାମରେ ଆଉ ନାହିଁ, ଅନ୍ୟ ନାମରେ ନାହିଁ। ତେଣୁ ସବୁ ଧର୍ମର ଲୋକ ଯିବେ ନାହିଁ, ଖ୍ରୀଷ୍ଟିଆନ ଧର୍ମର ଲୋକ ବି ଯିବେ ନାହିଁ। ଜଣେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛନ୍ତି, ଯୀଶୁଙ୍କୁ ପ୍ରଭୁ ବୋଲି ମାନୁଛନ୍ତି, ତାଙ୍କ ଶିକ୍ଷାକୁ ଗ୍ରହଣ କରୁଛନ୍ତି, ପବିତ୍ର ଜୀବନ କାଟୁଛନ୍ତି, ତାଙ୍କ ଜୀବନରେ ଖ୍ରୀଷ୍ଟଙ୍କୁ ଧାରଣ କରି ଯାଉଛନ୍ତି, ସେମାନେ ଯିବେ। ସ୍ୱର୍ଗରେ କୋଉ ଧର୍ମର ଲୋକ ଯିବେନି? ଯେଉଁମାନେ ଯୀଶୁଙ୍କୁ ପ୍ରଭୁ ବୋଲି ଗ୍ରହଣ କରିଛନ୍ତି, ଉଦ୍ଧାର ପ୍ରାପ୍ତ ହୋଇଛନ୍ତି, ତାଙ୍କ ରକ୍ତରେ କ୍ଷିପ୍ତ ହୋଇଛନ୍ତି, ପବିତ୍ର ଜୀବନ କାଟୁଛନ୍ତି, ନିଷ୍ପାପ ଜୀବନ କାଟୁଛନ୍ତି, ଜଗତର ମନ୍ଦତାକୁ ପରୀକ୍ଷା କରି ତାଙ୍କ ପଛରେ ଚାଲୁଛନ୍ତି, ସେମାନେ ଚାଲିବେ। ଲେଖା ହେଇଥାନ୍ତା ସର୍ବଧର୍ମୀୟ ବୋଲି, କଣ ଲେଖା ଯାଉଛି? ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ସର୍ବଜାତୀୟ, ସବୁ ଜାତିର ଲୋକ ଯିବେ, ସବୁ ଗୋଷ୍ଠୀର ଲୋକ ଯିବେ, ସବୁ ବଂଶର ଲୋକ ଯିବେ, ସବୁ ଭାଷାବାଦୀ ଲୋକ ଯିବେ। ଆଉ এটা କେମିତି ଥିବ? ଅଗଣ୍ୟ ଏକ ମହାଜନତା, ମାତ୍ର ସବୁ ଧର୍ମର ଲୋକ ଯିବେ ବୋଲି ଲେଖା ହଉଛି। ତେଣୁ ଆପଣ ଭାବନ୍ତୁ ନାହିଁ ଯେ ନାଇଁ ଆଜ୍ଞା ସେମାନେ କୋଉ ଧର୍ମରେ ବି ଥିଲେ ଚଳିବ, ନାଇଁ। ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, କୋଉ ଧର୍ମରେ ବି ମୁକ୍ତି ନାହିଁ। ପୃଥିବୀର କୌଣସି ଧର୍ମ ABCDEF ପର୍ଯ୍ୟନ୍ତ କୋଉ ଧର୍ମରେ ନାହିଁ, ଏପରିକି ଖ୍ରୀଷ୍ଟିଆନ ଧର୍ମରେ ବି ମୁକ୍ତି ନାହିଁ। ଖ୍ରୀଷ୍ଟିଆନ ଧର୍ମରେ ବି ମୁକ୍ତି ନାହିଁ। ମୁକ୍ତି କେବଳ ଯୀଶୁଙ୍କ ଠାରେ ଅଛି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୌଣସି ଧର୍ମର ନୁହନ୍ତି, କୌଣସି ଧର୍ମର ନୁହନ୍ତି, କୌଣସି ପ୍ରାନ୍ତର, କୌଣସି ଦେଶର ନୁହନ୍ତି। ସେ ସ୍ୱର୍ଗରୁ ଆସିଥିଲେ ସମୁଦାୟ ମାନବ ଜାତି ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପ ଆପଣ ପ୍ରାଣ ଦେବା ପାଇଁ। ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ସେ ଯେ ବିଶ୍ୱାସ କରେ ସେ ଉଦ୍ଧାର ପ୍ରାପ୍ତ ହୁଏ। ଧର୍ମ ନୁହେଁ, ଖ୍ରୀଷ୍ଟିଆନ ଧର୍ମ ନୁହେଁ। ଧର୍ମ ପରିବର୍ତ୍ତନ କଥା ବାଇବେଲ ଲେଖାଯାଉନି, ମନ ପରିବର୍ତ୍ତନ କଥା। ଆମ ଦେଶରେ ବେଳେ ବେଳେ କୁହନ୍ତି ନାଇଁ ଏମାନେ ଧର୍ମଭ୍ରଷ୍ଟ କରୁଛନ୍ତି, ଧର୍ମ ପରିବର୍ତ୍ତନ କରାଉଛନ୍ତି, କନଭର୍ସନ କରାଉଛନ୍ତି। କିଏ କନଭର୍ସନ କରାଉଛି? ଆଜିର ମଣିଷକୁ କନଭର୍ସନ କରାଇବେ ଆପଣ? ପଶୁଠାରୁ ହୀନ ଏମାନେ। ଆଜିର ପିଢି ପଶୁଠାରୁ ହୀନ, ଯେଉଁମାନେ ମାକୁ ଛେଚି ଛେଚି ମାରୁଛନ୍ତି, ସ୍ତ୍ରୀକୁ ବୋହୂକୁ ଜାଳି ଦଉଛନ୍ତି, ରାସ୍ତାରେ ଦେଖି ଝିଅ ମାନଙ୍କୁ ଅତ୍ୟାଚାର କରୁଛନ୍ତି, ମଦ ପିଇ ସ୍ତ୍ରୀକୁ ମାରଉଛନ୍ତି, ଗରିବ ଲୋକମାନଙ୍କୁ ଶୋଷଣ କରୁଛନ୍ତି, ଦୁର୍ନୀତି କରୁଛନ୍ତି, ଜାତି ଧର୍ମକୁ ନେଇ ରାଜନୀତି କରୁଛନ୍ତି। ଏମାନଙ୍କୁ ପରିବର୍ତ୍ତନ କରିବ କିଏ? କିଏ ଅଛି? କୋଉ ପ୍ରଚାର ମାନଙ୍କୁ ପରିବର୍ତ୍ତନ କରିପାରିବନି? ପରିବର୍ତ୍ତନ କେବଳ ପ୍ରଭୁ କରିପାରିବେ। ତ କନଭର୍ସନ ବିଲଙ୍ଗସ୍ ଟୁ ଗଡ୍। କନଭର୍ସନ ପ୍ରଭୁ କରନ୍ତି, ଆମେ ଖାଲି କନଭରସେସନ କରିଥାଉ। ଆମର କାମ ହଉଛି କନଭରସେସନ କରାଇବା। କନଭର୍ସନ ବିଲଙ୍ଗସ୍ ଟୁ ଗଡ୍। ଆମକୁ କିଏ ପରିବର୍ତ୍ତନ କଲା? ପ୍ରଚାରକୁ ପରିବର୍ତ୍ତନ କଲେ କି? ପ୍ରଚାରକୁ ଯଦି ପରିବର୍ତ୍ତନ କରିଛନ୍ତି, ପ୍ରଚାରକୁ ପରିବର୍ତ୍ତନ ନେଇ ବି ପରିବର୍ତ୍ତନ ହେଇଯିବ।
ନାଇଁ ମୋର ପ୍ରିୟ ମାନେ ଆମକୁ କୌଣସି ପ୍ରଚାରକୁ ପରିବର୍ତ୍ତନ କରିବେ, ପ୍ରଭୁ ପରିବର୍ତ୍ତନ କରିଛନ୍ତି, ବାକ୍ୟ ଦ୍ଵାରା ପବିତ୍ର ଆତ୍ମାଙ୍କ ଦ୍ଵାରା ଆମକୁ ପରିବର୍ତ୍ତନ କରିଛନ୍ତି। ସେ ଏଇଟା ଆମେ ଚାହୁଁଛୁ, ଏଇଟା ଆମେ ପ୍ରଚାର କରୁଛୁ। ଆଉ ଆମ ଦେଶର ସମ୍ବିଧାନ ଆମକୁ ପ୍ରଚାର କରିବା ପାଇଁ ଅନୁମତି ଦଉଛି। ଯେତେ ଦିନ ସାମ୍ବିଧାନିକ ଅଧିକାର ଅଛି ଆମେ କହିବାକୁ ପଡିବ ସେଇଟା। କାହିଁକି? ଏଇଟା ଆମର ଦେଶ ଅଟେ, ଭାରତ ଆମର ଦେଶ ଅଟେ। ଆମେ ଭଡାରେ ନାହୁଁ, ଏଠି କାହାର ଦୟାରେ ଆମେ ଏଠି ନାହୁଁ, କାହାର ଦୟାରେ ଆମେ ନାହୁଁ। ବେଳେ ବେଳେ କହିଥାଉଛନ୍ତି ବାହାର କରିଦେବୁ, ଦେଶରୁ ବାହାର କରିଦେବୁ, ଏମାନଙ୍କୁ ତୋଡ଼ିଦେବୁ। ଏମାନଙ୍କୁ କୋଉଠି ତୋଡ଼ିବେ? କୁଆଡେ ଯିବୁ? ଟିକେ ଅପେକ୍ଷା କରନ୍ତୁ, ଅଳ୍ପ ଅପେକ୍ଷା କରନ୍ତୁ। ତୁଳି ବାଜିଲେ ଆମେ ଅଟୋମେଟିକ ପଳେଇବୁ, ଆମକୁ ଯିବାକୁ ପଡିବନି। ତୁଳି ବାଜିଲେ ଆମେ ନିଆଯିବୁ, ତାପରେ ତୁମ ଅବସ୍ଥା କଣ ହବ ଚିନ୍ତା କରୁ। ସେଇଟା ମଣ୍ଡଳୀ ଗଲା ପରେ, ସାଧୁ ମାନେ ଗଲା ପରେ, ବିଶ୍ୱାସୀ ମାନେ ଗଲା ପରେ ଅବସ୍ଥା କଣ ହବ? ତେଣୁ ଶାସ୍ତ୍ର କହୁଛି ୟା ପରେ ଗୋଟେ ଭୟଙ୍କର ସମୟ ଆସୁଛି, ଗ୍ରେଟ୍ ଟ୍ରିବୁଲେସନ ଆସୁଛି ପ୍ରିୟ ଭାଇ ଭଉଣୀ ମାନେ। କିନ୍ତୁ ତାପରେ ଟ୍ରିବୁଲେସନ ସରିଲା ପରେ ଖ୍ରୀଷ୍ଟ ପବ୍ଲିକଲି ଜଗତକୁ ଆସିବେ, ତାକୁ ଦ୍ୱିତୀୟ ଆଗମନ ବି କୁହାଯାଏ। ତ ଯୀଶୁଙ୍କର ଆଗମନ ଦୁଇ ପ୍ରକାର, ଗୋଟେ ଗୁପ୍ତ ଆଗମନ, ଗୋଟେ ମୁକ୍ତ ଆଗମନ। ଗୁପ୍ତ ଆଗମନକୁ ରେପ୍ଚର ବୋଲି କୁହାଯାଉଛି, ମୁକ୍ତ ଆଗମନକୁ ସେକେଣ୍ଡ କମିଂ ବୋଲି କୁହାଯାଉଛି, ଦ୍ୱିତୀୟ ଆଗମନ ବୋଲି କୁହାଯାଉଛି। ତ ସେ ପ୍ରଥମରେ ଯୋଉ ଆଗମନ କରୁଛନ୍ତି ସାଧୁ ମାନଙ୍କ ପାଇଁ ଆସୁଛନ୍ତି। କୋଉଠି ଆସୁଛନ୍ତି? ମେଘମାଳ ପର୍ଯ୍ୟନ୍ତ ଆସୁଛନ୍ତି। ତ ସାଧୁମାନେ ମେଘମାଳକୁ ନିତ ହେବା ଦରକାର। ଆଉ ଦ୍ୱିତୀୟ ଆଗମନ ସେ ସାଧୁ ମାନଙ୍କ ସହିତ ଆସୁଅଛନ୍ତି, ସାଧୁ ମାନଙ୍କ ସହିତ, ସେଟା ଦ୍ୱିତୀୟ ଆଗମନ। ସେ ଆସିବେ, ବାଇବଲ ସେ କଥା କୁହେ, ରାଜତ୍ୱ କରିବେ ସେ। ତ ତାପରେ ପରେ ଖ୍ରୀଷ୍ଟଙ୍କର 1000 ବର୍ଷ ଶାସନ ଆମେ ଦେଖୁଛୁ। ପଢିବେ ଦୟାକରି ପ୍ରକାଶ ବାକ୍ୟ 20 ପର୍ବ ତାର 4 ପଦରୁ ପଢନ୍ତୁ। ପରେ ମୁଁ ସିଂହାସନ ସମୂହ ଦେଖିଲି, ସେହି ସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ୱରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରିନଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରିନଥିଲେ, ସେମାନଙ୍କର ଆତ୍ମାମାନଙ୍କୁ ଦେଖିଲି। ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ 100 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। କଣ କଲେ? 100 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। ତ କଣ ହଉଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦ୍ୱିତୀୟ ଆଗମନ କରିବେ, 1000 ବର୍ଷ ପର୍ଯ୍ୟନ୍ତ ପୃଥିବୀ ସେ ରାଜତ୍ୱ କରିବେ। এইটা বাইবেল ଆମକୁ କୁହେ। ଆଉ ସେ 1000 ବର୍ଷ ପର୍ଯ୍ୟନ୍ତ ଶାନ୍ତିର ରାଜ୍ୟ ଥିବ ଏଇ ଜଗତରେ ଆମେ ଦେଖିବୁ। ସେଇଟା ହେବା ପାଇଁ ଯାଉଛି। ଆଉ ତାପରେ ପରେ କଣ ହେବା ପାଇଁ ଯାଉଛି? ପଢିବେ ଦୟାକରି ପ୍ରକାଶ ବାକ୍ୟ ତାର 21 ପର୍ବ 1 ପଦ। ପରେ ମୁଁ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖି 20 ର 1 ଟିକେ ପଢନ୍ତୁ। 20 ର 1। ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ତାହାଙ୍କ ହସ୍ତରେ ପାତାଳ କୁଣ୍ଡର ଚାବି ଓ ଗୋଟିଏ ବୃହତ୍ ଶୃଙ୍ଖଳ ଥିଲା। ବାସ୍। ତ କଣ କରାଯିବ? ତାକୁ ବାନ୍ଧିକି 1000 ବର୍ଷ ପାଇଁ ପକେଇ ଦିଆଯିବ। ତ ସେ ରହିବ। ତାପରେ ପରେ ଆମେ ଦେଖୁଛୁ କଣ? ତା ପରବର୍ତ୍ତୀ ସମୟରେ ଆମେ ଦେଖୁଛୁ ଶ୍ବେତ ବର୍ଣ୍ଣ ସିଂହାସନର ବିଚାର, ହ୍ୱାଇଟ୍ ଥ୍ରୋନ୍ ଜଜମେଣ୍ଟଟା ତାପରେ ହେବ ସେଠି। ତାପରେ ଆମେ ଦେଖୁଛୁ କଣ? ସମସ୍ତେ ଯାଇ ଠିଆ ହେବେ ସେଠି। ଆପଣ 20 ପର୍ବ ତାର 12, 13 ପଦ ଗୁଡା ପଢିଲେ ଆପଣ ଜାଣିପାରିବେ। ପଢିବେ ଟିକେ 12, 13। ପୁଣି ମୁଁ କ୍ଷୁଦ୍ର ଓ ମହାନ ଆପଣ ଯଦି 11 ପଦରୁ ପଢନ୍ତୁ, 11 ପଦରୁ ପଢନ୍ତୁ। ତତ୍ପରେ ମୁଁ ଗୋଟିଏ ବୃହତ୍ ଶ୍ଵେତବର୍ଣ୍ଣ ସିଂହାସନ ଓ ତଦୁପବିଷ୍ଟ ବ୍ୟକ୍ତିଙ୍କୁ ଦର୍ଶନ କଲି। ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ। ପୁଣି ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି। ଆଉ ପୁସ୍ତକ ସବୁ ଫିଟାଗଲା। ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା। ସେହି ପୁସ୍ତକ ମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା। ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ। ପୁଣି ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ତ ଏଠି ଆମେ ଦେଖୁଛୁ କଣ? ଶ୍ବେତବର୍ଣ୍ଣ ସିଂହାସନର ବିଚାରଟା ଦେଖୁଛୁ। ଏଇଟା ସେତେବେଳେ ଆସିବ। ଏଇଟା ବିଶ୍ୱାସୀ ମାନଙ୍କ ପାଇଁ ନୁହେଁ। ଏଇଟା କେବଳ ଯେଉଁମାନେ ଉଦ୍ଧାର ପ୍ରାପ୍ତ ହେଇନାହାନ୍ତି, ଯେଉଁମାନେ ପ୍ରଥମ ପୁନରୁତ୍ଥାନ ଅଂଶ ହେଇନାହାନ୍ତି,
ସେମାନଙ୍କ ପାଇଁ ଏଇଟା ରହିଛି, ଏଇ ବିଚାରଟା ସେମାନଙ୍କ ପାଇଁ ହେବା ପାଇଁ ଯାଉଛି। ପ୍ରିୟ ଭାଇ ଭଉଣୀ ମାନେ, ଆମେ କଣ ପାଇଁ ପ୍ରସ୍ତୁତ ହଉଛୁ ସେ ଚିନ୍ତା କରିବା ଦରକାର। ଆଉ ତାପରେ ପରେ ଆପଣ ଦେଖିବେ କଣ, ଏ ପୁରାତନ ଆକାଶମଣ୍ଡଳ ପୃଥିବୀ ନଷ୍ଟ ହେଇକି ନୂତନ ଆକାଶମଣ୍ଡଳ ନୂତନ ପୃଥିବୀ ପ୍ରକାଶିତ ହବ, ଯୋଉଟାକି ଆମେ ସମସ୍ତେ 21 ପର୍ବ 1 ପଦରେ ଆମେ ଦେଖିବାକୁ ପାଉଛୁ। ପ୍ରକାଶିତ ହେବା ପାଇଁ ଯାଉଛି, ସେତେବେଳେ ପ୍ରକାଶିତ ହବ। ଆଉ ତାପରେ ପରେ ଘଟଣା ଗୁଡାକୁ କଣ ଆମେ ବଳକା ସବୁ ଆମେ ଦେଖୁଛୁ। କିନ୍ତୁ ଏଇଠି ଆମେ ଜାଣିବା ପାଇଁ ପଡିବ ଯେ ପୁରାତନ ଆକାଶମଣ୍ଡଳ ପୃଥିବୀ ନଷ୍ଟ ହେବାର ସାଙ୍ଗେ ସାଙ୍ଗେ ଆପଣ ନୂତନ ଆକାଶମଣ୍ଡଳ ନୂତନ ପୃଥିବୀ ଗୋଟେ ଦେଖିବେ, ଯାହାକି ଆପଣ ମାନେ ଯେସାଇ ପୁସ୍ତକ ଦେଖିପାରିବେ, ପ୍ରକାଶିତ ବାକ୍ୟରେ ବି ଦେଖିପାରିବେ। ତ ମୁଁ କହିବାର ଉଦ୍ଦେଶ୍ୟ ଆଜି ଆପଣ ମାନଙ୍କୁ, ଆମର ପ୍ରସ୍ତୁତି କେତେ ଦୂର ଗଲାଣି, ଆମେ କିଭଳି ଭାବରେ ପ୍ରସ୍ତୁତ ହଉଛୁ, ଆମ ଜୀବନକୁ ଆମେ କେମିତି ସଜାଡୁଛୁ, ଏଇଟା ହଉଛି ସବୁଠୁ ବଡ ବିଷୟ। ପ୍ରିୟ ଭାଇ ଭଉଣୀ ମାନେ, ମଣ୍ଡଳୀର ଉଠାଇ ନିଆଯିବାର ସମୟ ଆସିଗଲା। ଖାଲି ଜାଗ୍ରତ ରହିବା ଦରକାର, ସଚେତନ ରହିବା ଦରକାର, ପ୍ରସ୍ତୁତ ରହିବା ଦରକାର। ଏଇ ଯୋଉ ଶ୍ଵେତବର୍ଣ୍ଣ ସିଂହାସନରେ ବିଶ୍ୱାସୀ ମାନେ ବିଚାରିତ ହେବେ ନାହିଁ, ତାଙ୍କର ବିଚାର ପ୍ରଭୁ ଅଲରେଡି କରିସାରିଥିବେ, ତାଙ୍କୁ ପୁରସ୍କାର ଦେବା ନିମନ୍ତେ ତାଙ୍କ କର୍ମ ଅନୁଶାସନ ବିଚାରିତ ହେବେ। ସେମାନେ ଯାହା କରୁଛନ୍ତି ତା ବିଚାର ଆପଣ ମାନଙ୍କୁ କହିଲି ସେଇଟା। କିନ୍ତୁ ଏଇ ଯୋଉ ଏଇ ଯୋଉ ଶ୍ଵେତବର୍ଣ୍ଣ ସିଂହାସନରେ ବିଶ୍ୱାସୀ ମାନେ ଅଂଶୀ ହେବେନି, ଏଟା ବିଶ୍ୱାସୀ ମାନଙ୍କ ବିଚାର ନୁହେଁ। ଯୋଉମାନେ ଉଠିଲେ ନାହିଁ, ତୁରୀ ଶବ୍ଦ ହେବା ସମୟରେ ଯୋଉ ଉଠିକି ଗଲେ ନାହିଁ, ଯୋଉ ବିଶ୍ୱାସୀ ମାନଙ୍କୁ ମାରିକି ସମୁଦ୍ରରେ ଫୋପାଡ଼ି ଦିଆଯାଇଛି, ଜଳେଇ ଦିଆଯାଇଛି, ଜଙ୍ଗଲରେ ଫୋପାଡ଼ି ଦିଆଯାଇଛି, ଏ ପ୍ରକାର ଶହ ଶହ ଅସଂଖ୍ୟ ଲୋକଙ୍କର ଶରୀର ଉଠିବ, ସେଟା ଅକାରଣରେ କିଛି ଭୁଲ କରିନାହାନ୍ତି ସେମାନେ, କେବଳ ବିଶ୍ୱାସ କରୁଥିଲେ ପ୍ରଭୁଙ୍କୁ। ସେମାନେ ଆଉ ସେମାନଙ୍କୁ ହତ୍ୟା କରାଯାଇଛି, ସେମାନଙ୍କୁ ମାରିକି ଫୋପାଡ଼ି ଦିଆଯାଇଛି, ମିସିଂ ବୋଲି କୁହାଯାଇଛି। ସେମାନେ ଉଠିବେ ସେଇଦିନ। କିନ୍ତୁ ଯୋଉମାନେ ପ୍ରଭୁଙ୍କର ନୁହନ୍ତି, ସେମାନଙ୍କ ଶବ ବି ଉଠିବ, ସମୁଦ୍ର ସେମାନଙ୍କୁ ବି ବାହାର କରି ଆଣିଦବ। ସବୁ ସ୍ଥାନ ସେମାନେ ସଂଗୃହୀତ ହେବେ ଆଉ ବିଚାରିତ ହେବା ପାଇଁ ଯିବେ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ମାନଙ୍କୁ ସାହାଯ୍ୟ କରନ୍ତୁ। ଆଜି এই ବାକ୍ୟ ଶୁଣିବା ସମୟରେ ଆସୁ ଆପଣ ଆପଣା ଜୀବନକୁ ଆମେ ସମୀକ୍ଷା କରି ଦେଖୁ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରତି ମୁହୂର୍ତ୍ତରେ ଏଇ କଥା ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ। ଆପଣ ଟିଭି ଦେଖୁଥାନ୍ତୁ, ଦେଖନ୍ତୁ, କିନ୍ତୁ କଣ ଦେଖୁଛନ୍ତି ବଡ ବିଷୟ। ଯଦି ସେଇ ପ୍ରୋଗ୍ରାମ ଦେଖିବା ସମୟରେ ଯୀଶୁଙ୍କର ଆଗମନ ହେଇଯିବ, ଆପଣ ଛଡା ଯିବେ ନା ନିଆଯିବେ? ମଦ ପିଇକି ରାତିରେ ଶୋଇଥିବେ, ତୁରୀ ଶବ୍ଦ ହେଲେ ଉଠେଇ ନିଆଯିବେ ନା ରହିଯିବେ ଆପଣ? ସ୍ତ୍ରୀ ସହିତ ଝଗଡା ହେଇକି ଶୋଇଥିବେ, ସେ ରାତିରେ ଯଦି ହୁଏ କିଏ ଯିବ? ଶାଶୁ ବୋହୂ ଗୋଟିଏ ଘରେ ଝଗଡା ହେଇକି ଅଛନ୍ତି, କଥାବାର୍ତ୍ତା ନାହିଁ, ଦେଖିବା ସେ କଥା ହେବେ ନା ମୁଁ କଥା ହେବି ବୋଲିକି। ଯଦି ତୁରୀ ଶବ୍ଦ ହେଇଯାଏ, ଏ ସିନିୟର ବିଶ୍ୱାସୀ ଯିବ ନା ଜୁନିୟର ବିଶ୍ୱାସୀ ଯିବ? କିଏ ଯିବ? ଭାଇ ଭାଇ ମଧ୍ୟରେ ଝଗଡା କଣ? ତାହିଁରେ ପ୍ରଭୁ ବି ନଉଛୁ। କେତେ କେତେ ଡ୍ରାମା ଆମର ଚାଲିଛି, ସେଟା କିଛି ହଉନାହିଁ। କିନ୍ତୁ ପ୍ରିୟ ମାନେ, ଗୋଟେ ଦିନ ଆସୁଛି, କିଛି ହେବା ପାଇଁ ଯାଉଛି, କିଛି ଘଟିବା ପାଇଁ ଯାଉଛି ଗୋଟେ ଦିନ। ସେଇ ଦିନକୁ ଅପେକ୍ଷା କରି ବଞ୍ଚିବା ଦରକାର। ଖ୍ରୀଷ୍ଟ କେବେ ପ୍ରକାଶିତ ହେବେ? ଆମେ ଦେଖୁଛୁ 10 କନ୍ୟାଙ୍କର କଥା। ଖ୍ରୀଷ୍ଟ ଆସିବା ସମୟ ସେ ମୁହୂର୍ତ୍ତକ ମଧ୍ୟରେ, ସେ ଗୋଟିଏ ଘଡ଼ି ସନ୍ଧି ମୁହୂର୍ତ୍ତରେ, ସେଇ ଗୋଟିଏ ଭୁଲ, ସେଇ ଗୋଟେ ଅଜାଗ୍ରତ ହେବା ତାଙ୍କ ଲାଇଫ ପାଇଁ କେତେ ରିସ୍କ। ଆପଣ ସେ ରିସ୍କ ନେଇପାରିବେ କି? ନାଇଁ କାଲିକି କଥା ହେବି, କାଲିକି ମଦ ଛାଡିବି, ଆଜି ସେ ସ୍ତ୍ରୀ ଲୋକ ସହିତ କଥା ହେଇ ଦେଇଥିବି, ଆଜି ଟିକେ ଗପ କରିଦେଇଥିବି। ଖୁସି ଲାଗୁଛି ଏବେ ଲୋକଙ୍କୁ, ଖରାପ ସିନେମା ଦେଖିବା ପାଇଁ ଖୁସି ଲାଗୁଛି, ଏବେ ଖରାପ ଭିଡିଓ ଦେଖିବା ପାଇଁ ଖୁସି ଲାଗୁଛି, ଚାଟିଂ କରିବା ପାଇଁ ଖୁସି ଲାଗୁଛି। ଏବେ ଭଲ ଲାଗୁଛି ସମସ୍ତଙ୍କୁ। ପାଟିରେ ପାନ ମସଲା ପକେଇକି, ଗୁଟକା ଖଇନି ପକେଇକି ରହିଥାଉଛନ୍ତି, ରେପଚର ହେଲେ ସେଇଟା ଅଟକେଇ ଦେବା। ପ୍ରିୟ ଭାଇ ଭଉଣୀ ମାନେ, ଜାଗ୍ରତ ରୁହନ୍ତୁ, ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ। ଅଜାଗ୍ରତ ହେବାର ସମୟ ନାହିଁ। କାରଣ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୁରୀ ଧ୍ୱନିରେ ଆପଣ ଉଠେଇ ନିଆଯିବା ଦରକାର। କାରଣ ସେକେଣ୍ଡ ଚାନ୍ସ ଆଉ ପାଇବେନି ଆପଣ। ଯେଉଁମାନେ ଛଡା ଯିବେ, ସେମାନେ ଭଣ୍ଡ ଖ୍ରୀଷ୍ଟ ରାଜତ୍ୱକୁ ରହିବାକୁ ପଡିବ। ସେମାନଙ୍କୁ ସେ 7 ବର୍ଷର କଷ୍ଟ ମଧ୍ୟ ଦେଇଯିବା ପାଇଁ ପଡିବ, ମହାକ୍ଲେଶ ମଧ୍ୟ ପଶିବା ପାଇଁ ପଡିବ। ହୁଏତ ତାପରେ
ପରେ କିଛି ଲୋକ ପରିବର୍ତ୍ତନ ହେବେ କି କଣ ହେବେ ଦ୍ୱିତୀୟ ବିଷୟ ସେଇଟା। କିନ୍ତୁ ଏତେ ସୁବିଧାରେ ଏତେ ସହଜରେ ଯଦି ଆପଣ ପ୍ରଭୁଙ୍କୁ ଗ୍ରହଣ କରିପାରୁନାହାନ୍ତି, ପ୍ରାର୍ଥନା ଜୀବନ କାଟି ପାରୁନାହାନ୍ତି, ପବିତ୍ର ଜୀବନ କାଟି ପାରୁନାହାନ୍ତି, ସେମିତି ଗୋଟେ ମୁହୂର୍ତ୍ତରେ କି ସେ ପ୍ରକାର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆପଣ କଣ କରିବେ? ପାପ ସହିତ ଖେଳନ୍ତୁ ନାହିଁ। ସିନ୍ ଇଜ୍ ସିନ୍। ସାନ ପାପ ବଡ ପାପ ବୋଲି କିଛି ନାହିଁ। ପାପ ତ ପାପ। ସେ ପାପ ସାନଟା ହଉ କି ବଡଟା ହଉ ସ୍ୱୀକାର କରିବା। ଆମେ କଣ କରୁ, ବେଳେ ବେଳେ ବଡ ବଡ ପାପ କାନ୍ଦି କାନ୍ଦି ସ୍ୱୀକାର କରୁ, କିନ୍ତୁ ସାନ ସାନ ପାପ ଗୁଡାକ ଆମେ ରଖିଦେଇଥାଉ। ଏଇଟା ଚଳିବ, ପାପ ଚଳିବ ନାହିଁ। ବଡ ସାପକୁ ମାରିଦେବେ, ସାନ ସାପକୁ ବେନିଟ ଧରି ବୁଲିବେ କି? ନା ସାନ ସାପ ମୋ ଛୁଆକୁ ଖେଳେଇ କରି ରଖିବେ? ସାପ ତ ସାପ ଅଟେ, ପାପ ତ ପାପ ଅଟେ। ଆପଣ ପାପ ସହିତ ଖେଳି ପାରିବେନି। ନାଇଁ ମୁଁ ସବୁବେଳେ ପିଉ ନାହିଁ, ଏମିତି ଭଲ ମନ୍ଦ ଦିନରେ ଟିକେ ପିଏ, ପର୍ବପର୍ବାଣୀ ଆସିଲେ ଟିକେ ପିଏ, ଦୁଃଖ ହେଲେ ଟିକେ ପିଏ, ଏମିତି ସବୁବେଳେ ମୁଁ ପିଏନି। ମୋର ଦାନ୍ତ ଟିକେ ବଥା ହୁଏ ବୋଲିକି ମୁଁ ଟିକେ ପାନ ମସଲା ପକାଇଛି ନା, ନହେଲେ ମୋର ଅଭ୍ୟାସ ନାହିଁ। ଯଦି ଦାନ୍ତ ବିନ୍ଧୁଛି ଦାନ୍ତ ଉପାଡ଼ି ଦିଅନ୍ତୁ, କିନ୍ତୁ ଏଇ କାମ କରନ୍ତୁ। ଟାଇମ ପାସ୍ ପାଇଁ ଟିଭି ଦେଖନ୍ତୁ ନାହିଁ, ଟାଇମ ପାସ୍ ପାଇଁ ସିରିଏଲ ଦେଖନ୍ତୁ ନାହିଁ। ଟାଇମ ତ ଅଲରେଡି ପାସ୍ ହେଇଗଲା, କଣ ଟାଇମ ପାସ୍ କରିବେ? ଆପଣ ଟାଇମକୁ ପାସ୍ କରନ୍ତୁ ବା ନ କରନ୍ତୁ, ଟାଇମ ପାସ୍ ହେଇଯିବ। ପୁଅ ଝିଅ ମାନେ ଆପଣ ବିଭିନ୍ନ ସ୍ଥାନରେ ରହି ପାଠ ପଢୁଛନ୍ତି, ଆପଣଙ୍କୁ ଦେଖିବା ପାଇଁ ନା ବାପା ଅଛନ୍ତି ନା ମା ଅଛନ୍ତି ନା ପାଳକ ଅଛନ୍ତି। ଆପଣ ନିଜେ ହିଁ ନିଜର ମାଲିକ। କଣ କରୁଛନ୍ତି? ରାତିରେ ଆପଣ କଣ କରୁଛନ୍ତି? ଛାତରେ ଯାଇକି କଣ କରୁଛନ୍ତି? ବାଥରୁମ ଭିତରେ ମୋବାଇଲ ନେଇ କଣ କରୁଛନ୍ତି? ସମସ୍ତେ ଶୋଇଲା ପରେ ମୋବାଇଲ କାଢି କଣ କରୁଛନ୍ତି? କଣ ଚାଟିଂ କରୁଛନ୍ତି? ଏବେ ଆପଣ ମୋବାଇଲରେ ପାସୱାର୍ଡ ଦେଇକି ସମସ୍ତଙ୍କୁ ଲୁଚେଇ ପାରିବେ। ବାପା ମାଙ୍କୁ ଲୁଚେଇ ପାରିବେ। ପିଲାମାନଙ୍କ ମୋବାଇଲ ତ ବାପା ମା ଖୋଲି ବି ପାରିବେନି, ବାଳକ ଖୋଲି ପାରିବେନି, କିନ୍ତୁ ସେଦିନ ଖୋଲିବ, ସବୁ ଡାଟା ଖୋଲିବ। ଆପଣ ଯଦି ହ୍ୟୁମାନ ସାଇନ୍ସ ମଣିଷର ଏତିକି ଡାଟା ରଖିପାରୁଛି, ଗୁଗୁଲ ଯଦି ମଣିଷର ଏତେ ଡାଟା ରଖିପାରୁଛି, ପ୍ରଭୁ କଣ ରଖିପାରିବେନି? କିଛି ଡାଟା ନଷ୍ଟ ହଉନାହିଁ ମୋର ପ୍ରିୟ ମାନେ। ଗୁଗୁଲର ସିଷ୍ଟମଟା ଏମିତି ଯେ ସେ ନିଜେ ନଷ୍ଟ ହେବେ, ଆପଣ ଆଉ ଗୋଟେ ତିଆରି କରିବ। ସେ ଆପଣଙ୍କ ସବୁ ଡାଟା କଲେକ୍ଟ କରିହେବ, ରିକଲେକ୍ଟ କରିହେବ। ଯଦି ମନୁଷ୍ୟର ନଲେଜରେ ଏତିକି ଡାଟା କଲେକ୍ଟ କରାଯାଇ ପାରୁଛି, ତ ପ୍ରଭୁ ଆପଣଙ୍କର ବିଚାର କରିବା ସମୟରେ କଣ କଣ ୟୁଜ ନ କରିବେ? ଆପଣ ଯାହା ଗୁପ୍ତରେ କରିଛନ୍ତି ପ୍ରକାଶରେ ଆସିବ ସେଇଟା, ଅନ୍ଧକାର ଯାହା କରିଛନ୍ତି ଆଲୋକର ପ୍ରକାଶରେ ଆସିବ ସେଇଟା। ପ୍ରଭୁ ବିଚାର କରିବା ସମୟ ସମସ୍ତେ ବିଷୟ ଘେନିକି ଆଣିବେ। କିନ୍ତୁ ଆଜି ବାକ୍ୟ ଶୁଣିବା ସମୟରେ ଯଦି ପ୍ରଭୁ ଆପଣଙ୍କୁ କହୁଛନ୍ତି, ପୁଅରେ ଝିଅରେ, ଇଟ୍ ମେ ବି ଦ ଲାଷ୍ଟ ଚାନ୍ସ ଫର ୟୁ, ଏଇଟା ହୁଏତ ତୁମ ପାଇଁ ଶେଷ ସୁଯୋଗ ହେଇପାରେ। ଆସୁ ପ୍ରାର୍ଥନା ସହିତ ଆମେ ପ୍ରଭୁଙ୍କ କତିକି ଯାଉ। ଆପଣ ଆପଣ ଜୀବନକୁ ସମୀକ୍ଷା କରୁ। ବୟୋଜ୍ୟେଷ୍ଠ ବାପା ମା ମାନେ କ୍ରୋଧ ରଖି କିଛି କାମ ନାହିଁ, କିଛି କାମରେ ଆସିବ ନାହିଁ। କ୍ଷମା କରିଦିଅନ୍ତୁ, ପୁଅ ବୋହୂକୁ କ୍ଷମା କରିଦିଅନ୍ତୁ। ପ୍ରିୟ ଭାଇ ଭଉଣୀ ମାନେ ପରସ୍ପର ସହିତ ମିଳିତ ହୁଅନ୍ତୁ। ଏବେ ଘୃଣା କରି କିଛି ଲାଭ ନାହିଁ, କ୍ଷମା କରନ୍ତୁ। ମିଳିତ ହେବା ପାଇଁ ଯାଇପାରନ୍ତି, କିନ୍ତୁ ହୃଦୟରେ ବିଟରନେସ୍ ଟା ରଖନ୍ତୁ ନାହିଁ। ହୃଦୟରେ ବିଟରନେସ୍ ରଖନ୍ତୁ ନାହିଁ, କ୍ଷମା ଦେଇ ଦିଅନ୍ତୁ, ପ୍ରଭୁ ମୁଁ କ୍ଷମା କରିଦେବି। ପ୍ରିୟ ଭାଇ ଭଉଣୀ ମାନେ ହାଲକାରେ ରହିପାରିବେ, କ୍ରୋଧ ନେଇକି ବଞ୍ଚନ୍ତୁ ନାହିଁ। କାରଣ କ୍ରୋଧ ଆପଣଙ୍କୁ ଈଶ୍ୱର ରାଜ୍ୟରୁ ବଞ୍ଚିତ କରିବ, ଲୋଭ ଈଶ୍ୱର ରାଜ୍ୟରୁ ବଞ୍ଚିତ କରିବ। ବାଇବଲରେ ଏମିତି ଗୁଡାଏ ବିଷୟ ଅଛି ଯାହା ଆପଣଙ୍କୁ ଆଉ ମତେ ସ୍ୱର୍ଗ ରାଜ୍ୟରୁ ବଞ୍ଚିତ କରିବ। ଗୋଟେ ପଦ ପଢିବା ଆଉ ସମାପ୍ତ କରିବା। ଦେଖିବା ପ୍ରକାଶିତ ବାକ୍ୟ ତାର 21 ପର୍ବ 20 ପର୍ବ ପ୍ରକାଶିତ ବାକ୍ୟ 22 ତାର 15। କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମ ପୂଜକ, ପୁଣି ମିଥ୍ୟା ପ୍ରିୟ ଓ ମିଥ୍ୟାଚାରୀ ମାନେ ବାହାରେ ରହିବେ। କଣ ଲେଖାଯାଉଛି? କୁକୁର ମାନେ। କୁକୁର ମାନେ ଆପଣ ଘରର ପୋଷା କୁକୁର ନୁହଁ ହେଲା। ବାଇବଲରେ କୁକୁର ବୋଲି କାହାକୁ କୁହାଯାଉଛି? ସମଲିଙ୍ଗୀ ମାନଙ୍କୁ କୁକୁର ବୋଲି କୁହାଯାଉଛି ବାଇବଲରେ। ଭ୍ରାନ୍ତ ଶିକ୍ଷକ ମାନଙ୍କୁ ବାଇବଲରେ କୁକୁର ବୋଲି କୁହାଯାଉଛି। ପେଟୁକ ମାନଙ୍କୁ କୁକୁର ବୋଲି କୁହାଯାଉଛି। କୃଷର ବିରୋଧୀ ମାନଙ୍କୁ କୁକୁର ବୋଲି କୁହାଯାଉଛି। ଯେଉଁମାନେ ଛାଡିଥିବା ଭୁଲକୁ ପୁଣି ଥରେ କରନ୍ତି, କୁକୁର ବୋଲି ବାଇବଲ କହୁଛି। ପ୍ରଭୁଙ୍କ ଦାସ ମାନଙ୍କ ବିରୁଦ୍ଧରେ ଯେଉଁମାନେ କଥା ହୁଅନ୍ତି, କୁକୁର ବୋଲି ବାଇବଲ କହୁଛି। ତ କୁକୁର ମାନେ ମାୟାବୀ, ବ୍ୟଭିଚାରୀ। ବ୍ୟଭିଚାର ମାନେ କଣ? ବ୍ୟଭିଚାର ମାନେ କିଛି କରିବା ଦରକାର ନାହିଁ, ମନେ ମନେ ଭାବିଲେ ହେଲା, ମନେ ମନେ ଖୋଜା ଖାଇଲେ ହେଲା। ଯଦି ସେ ମନେ ମନେ